ଧନୁତୀର ମାରି ଅଭିଯୁକ୍ତ ଫେରାର। ନୂଆପଡ଼ା ଜିଲ୍ଲା ସୁନାପଡ଼ା ଅଭୟାରଣ୍ୟର ଜଗିମୁଣ୍ଡା ଗାଁରେ ଧନୁତୀରରେ ଆକ୍ରମଣ ହୋଇଥିବା ବେଳେ 3 ଗୁରୁତର ହେବାର ସୂଚନା ମିଳିଛି। ସେମାନେ ହେଲେ ଜଗିମୁଣ୍ଡା ଗାଁର ମଙ୍ଗୁଳୁ ପହରିଆ ବୟସ 45 ବର୍ଷ, ଗୁରୁବାରୀ ପହରିଆ ବୟସ 40 ଓ ସନ୍ତୋଷ ପହରିଆ ବୟସ 12। ଆମ୍ବୁଲାନ୍ସ ସୁବିଧା ନ ହେବାରୁ ଗୁରୁତର ଅବସ୍ଥାରେ ଖଟିଆରେ ବୋହି 2ରୁ 3 କିଲୋମିଟର ସୁନାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଅଭିଯୁକ୍ତ ଜଣଙ୍କ ସୁନାପଡ଼ା ପଞ୍ଚାୟତ ଗଡ଼ଭଟା ଜଗିମୁଣ୍ଡା ଗାଁର ଲାଳଧର ପହରିଆ। ବର୍ତ୍ତମାନ ସେ ଫେରାର ଅଛନ୍ତି। କେଉଁ କାରଣରୁ ଧନୁତୀରରେ ଆକ୍ରମଣ କରିଥିଲେ ତାହା ଜଣାପଡ଼ି ନାହିଁ।